ସୁଭଦ୍ରାକୁ ନେଇ ଆସିଲା ବଡ ଅପଡେଟ। ପରବର୍ତ୍ତୀ କିସ୍ତିରେ ଏମାନଙ୍କୁ ମିଳିବନି ଟଙ୍କା। ତ ଦେଖନ୍ତୁ, ଯଦି ଆପଣମାନେ ସୁଭଦ୍ରା ଯୋଜନା ହିତାଧିକାରୀ ଅଛନ୍ତି, ତାହେଲେ କୋଉମାନଙ୍କୁ ମିଳିବ ଆଉ କୋଉମାନଙ୍କୁ ନ ମିଳିବ, କଣ ଅପଡେଟ ରହିଛି, ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଫୁଲ ଷ୍ଟେପ ବାଇ ଷ୍ଟେପ ଜାଣିପାରିବେ ତ କଣ କରିଲେ ମିଳିବ ଆଉ କେବେ ମିଳିବ। ତ ଦେଖନ୍ତୁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ବଡ ସୂଚନା। ପରବର୍ତ୍ତୀ କିସ୍ତି ଟଙ୍କା ହିତାଧିକାରୀ ମାନେ ଅପେକ୍ଷା କରିଥିବା ବେଳେ ଆସିଛି ଜରୁରୀ ସୂଚନା। ଏଭଳି ଏକ ଘୋଷଣା ପରେ ଅନେକ ହିତାଧିକାରୀଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ତେବେ ସରକାର ଏହି ଟଙ୍କା କେବେ ପ୍ରଦାନ କରିବେ? ଟଙ୍କା କାହା ଆକାଉଣ୍ଟକୁ ଯିବ, କାହା ଆକାଉଣ୍ଟକୁ ଯିବ ନାହିଁ? ତ ଦେଖନ୍ତୁ, ଦ୍ୱିତୀୟ କିସ୍ତି ସୁଭଦ୍ରା ଯୋଜନାରେ ଟଙ୍କା ପ୍ରଦାନ କରିବେ ଏକାଥରେ। ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ବେଳକୁ ଟଙ୍କା ମିଳିବ ବୋଲି ଅନେକ ଆଶା କରୁଥିଲେ। ଏହାରି ଭିତରେ ତୃତୀୟ ପର୍ଯ୍ୟାୟ ଟଙ୍କା ବାବଦରେ ବଡ ଅପଡେଟ ଆସିଛି। ପ୍ରଭାତୀଙ୍କ ଅନୁସାରେ ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ମିଳିବ। ଆସନ୍ତା 22-23 ତାରିଖରେ ଯୋଗ୍ୟ ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା। ଅର୍ଥାତ୍ ଯେଉଁମାନଙ୍କୁ ବର୍ତ୍ତମାନ ଏଯାଏଁ ସୁଭଦ୍ରା ଟଙ୍କା ମିଳିନାହିଁ, ସେମାନଙ୍କୁ ଏହା ସହ ଦୁଇଟି କିସ୍ତି ଅର୍ଥାତ୍ 10,000 ଟଙ୍କା ମିଳିବ। ଯେଉଁମାନେ ଏହି ଯୋଜନାରେ ପଞ୍ଜୀକୃତ ହୋଇ ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ଖୁବ୍ ଶୀଘ୍ର ଏହା ଟଙ୍କା ପ୍ରଦାନ କରାଯିବ। ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପହଞ୍ଚିବ। ସୁଭଦ୍ରା ଯୋଜନାକୁ ବଞ୍ଚିତ ହିତାଧିକାରୀ ତୃତୀୟ କିସ୍ତି ପରେ ଯେଉଁମାନେ 21 ବର୍ଷ ହୋଇ ଯାଇଥିବେ, ସେଇମାନେ ବି କରିପାରିବେ ଆବେଦନ। ତାଙ୍କ ପାଇଁ ପୁଣି ସୁଭଦ୍ରା ପୋର୍ଟାଲ ଖୋଲା ରହିବ। ତ ଦେଖନ୍ତୁ, ଯଦି ଆପଣମାନେ 21 ବର୍ଷ ହେଇଯାଇଛି, ତାହେଲେ ଆପଣମାନେ ମଧ୍ୟ ଆବେଦନ କରିପାରିବ, ଯାହାକି ଏବେ ପର୍ଯ୍ୟନ୍ତ। ତ ଏଇଭଳିଆ ଆଜି ଅପଡେଟ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।